ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ମୁଁ ଟିକେ ଲେଟ୍ରେ ଉଠିଲି, ମୋର ଆଜି ନାଇଟ୍ ଡ୍ୟୁଟି ଅଛି, ତ ସେଥିଲାଗି ତ ମୁଁ ଚାଲିଲି ମୋର ବି ଡେଲି ଏକ୍ସରସାଇଜ୍ କରିବା ପାଇଁ। ମୁଁ ହିଲ୍ ପେନ୍ କରୁଥିବାରୁ ମୁଁ ଟିକେ ଭିଡ଼ା ଏକ୍ସରସାଇଜ୍ କରୁଛି, ଆପଣମାନେ ବି କରିପାରିବେ। ତା ଭିତରେ ନମିତା ଗାଧୋଇକି ଆସି ନମିତା ଚାଲିଲେ ଠାକୁର ପୂଜା କରିବାକୁ। ଠାକୁର ପୂଜା କରିବା ଆଗରୁ ନମିତା ଯେମିତି ଡେଲି କାହାକୁ ବିସ୍କୁଟ୍ ଦିଅନ୍ତି, ସେଇଟା ବିସ୍କୁଟ୍ ଦେଲେ। ମୋତେ କହିଲେ ଟିକେ ପାସ୍ତା ବନେଇ ଦିଅ, ପାସ୍ତା ବନେଇକି ମୁଁ ଯାଇକି ସବୁ ଚଢ଼େଇ ଦେଲି। ସାରିଲା ପରେ ଆମ ପାଖରେ ଥିଲା ଫୁସ୍ଲି ପାସ୍ତା। ତାପରେ ମୁଁ ଆଣିଥିଲି 100 ଟଙ୍କାରେ 5 କିଲୋ ପିଆଜ, 5 ଛୋଟ ବଡ଼ ସବୁ ମିଶିକି ଥିଲା ତା ଭିତରେ ନେଇ ଆସିଥିଲି। ଆଉ ତା ଭିତରେ ଆମେ ଫୁସ୍ଲି ପାସ୍ତା ବଏଲ୍ କରିଦେଇକି ମୁଁ ରଖିଦେଲି। ତାପରେ 5 କିଲୋ ପିଆଜ ଆଣିଥିଲି, ତାକୁ ସବୁ ଗାଧୁ ଗାଧୁ କାଟି ପକେଇନି। କାଟି ସାରିଲା ପରେ ତାପରେ ଅଦା ରସୁଣ ପିଆଜ ସବୁ କାଟିନି। ଭାବିଲି କି ମୁଁ ଗୋଟେ ସସ୍ ବନେଇବା ପାଇଁ ବି ସମୟ ଲାଗିବ। ସମୟ ଭିତରେ ମୁଁ ଭାବିଲି କି ଚାଇନିଜ୍ ଷ୍ଟାଇଲ୍ର ବନେଇଦେବି। ଚାଇନିଜ୍ ଷ୍ଟାଇଲ୍ ନମିତା କହିଲେ ହଁ ଚାଇନିଜ୍ ଷ୍ଟାଇଲ୍ର ବନେଇଦେବ, ବହୁତ ଭଲ ଲାଗିବ। ମୁଁ ଭାବିଲି ହଉ ଠିକ୍ ଅଛି। ତେଲ ପକେଇନି, ତାପରେ ସବୁ ମସଲା ପକେଇନି। ପକେଇ ସେ ତାକୁ ସବୁ ଗୋଳାଗୋଳି କରିଦେନି। ଗୋଳାଗୋଳି କରିସାରିକି ସେ ଟିକେ ହେଇସାରିଲା ପରେ ତାପରେ ମୁଁ ତାକୁ ଧରି ପିଆଜ ପକେଇଦେନି। ପିଆଜ ଟିକେ ପକେଇ ସନ୍ତୁଳିନି। ସନ୍ତୁଳି ପିଆଜକୁ ବହୁତ ବଢ଼ିଆ ରକମ ସନ୍ତୁଳି ଦେନି। ତା ଭିତରେ ଆମର ନାଇଟ୍ରେ ଯିବା ପାଇଁ ମୁଁ ଟିକେ ପ୍ରିପାରେସନ୍ ବି କରିଦେନି। ପ୍ରିପାରେସନ୍ କରିସାରିଲା ପରେ ଦେଖନ୍ତୁ ପିଆଜଟାକୁ ମୁଁ ବଢ଼ିଆ ରକମ ସନ୍ତୁଳୁଛି। ତାପରେ ମୁଁ ପକେଇମି ଏଥିରେ ସବୁ ସସ୍ ଫସ୍ ସବୁ ଟିକେ ପକେଇମି। ସସ୍ ପକେଇକି ତାପରେ ତାକୁ ମୁଁ ଦେଖନ୍ତୁ ଏବେ ମୁଁ ଗୋଟେ ଚାଇନିଜ୍ ମସଲା ପକେଇନି। ଚାଇନିଜ୍ ମସଲା ପକେଇକି ଏବେ ମୁଁ ସସ୍ ପକେଇଲି ସବୁ। ସସ୍ ପକେଇଲି। ଏଟା ଆମର ଚିଲ୍ଲି ସସ୍, ରେଡ୍ ଚିଲ୍ଲି ସସ୍ ପରେ ଗ୍ରୀନ୍ ଚିଲ୍ଲି ସସ୍ ପରେ ଟିକେ ହାଲକା ମିଠାସ୍ କରିବା ପାଇଁ ତାକୁ ଟମାଟୋ କ୍ୟାଚଅପ୍ ସହିତ ମୁଁ ଟିକେ ପାସ୍ତା ବି ପକେଇଦେଲି। ଫୁସ୍ଲି ପାସ୍ତାକୁ ପକେଇକି ମୁଁ ଟିକେ ଉପରେ ଟିକେ ଗାର୍ନିସିଂ କରିଦେଲି। ତାପରେ ନମିତାକୁ କହିଲି ଟିକେ ଚିଜ୍ ପକେଇଦିଅ। ଚିଜ୍ ପକେଇ ସାରିଲା ପରେ ଆମେ ଗଲୁ ଖାଇବାକୁ। ଆମେ ଏବେ ବାହାରିଲୁ। ମୋତେ ବଢ଼ିଆ ଲାଗୁଥିଲା, ମୁଁ ବି ଖାଇଦେଲି। ଖାଇସାରିଲା ପରେ ଏବେ ନମିତା ବାହାରିଲେଣି ଯିବେ ଅଫିସ୍। ନମିତା ଆଜି ଯିବେ ହାଫ୍ ଆନ୍ ଆୱାରରେ ଅଫିସ୍। ମୋ ସହିତ ଟାଇମ୍ ସ୍ପେଣ୍ଡ କରିବା ଚକ୍କରରେ ରହିଯାଇଥିଲେ। ତ ଆଜି ସେ ଅଫିସ୍ ବାହାରିବା ଭିତରେ ମୁଁ ଟିକେ ତାଙ୍କ ସହିତ ଟିକେ ମଜାମସ୍ତି କଲି, ତାଙ୍କ ସହିତ ଟିକେ ଲାଗିଲି। ତାପରେ ନମିତା ବାହାରିକି ଅଫିସ୍ ପଳେଇଲେ। ଅଫିସ୍ ଯିବା ଭିତରେ ମୁଁ ଟିକେ ବସିକି କିଛି ସମୟ ଟିଭି ଦେଖିଲି। ଟିଭି ଦେଖିବା ଭିତରେ ମୋତେ ବି ଟିକେ ଭଲ ଲାଗୁନଥିଲା। ମୁଁ କହିଲି କ'ଣ କରିବି ଯାଉଛି ମୁଁ ଟିକେ ଶୋଇପଡ଼ିନି। ଶୋଇପଡ଼ିବା ଭିତରେ ସିଧା ଯାଇକି ଉଠିଲା ବେଳକୁ ସଞ୍ଜ 5:30। 5:30 ଭିତରେ ମୁଁ ଜଲ୍ଦି ଉଠିନି, ତૈୟାରି ହେଇନି। ତୈୟାରି ହେଇଛି ଗ୍ୟାସ୍ ଫ୍ୟାସ୍ ବନ୍ଦ କଲି। ପୁରା ଘର ପୁରା ଚେକିଂ କଲି। ଚେକିଂ କରିସାରିଲା ପରେ ପୁରା ଘର ବନ୍ଦ କରିସାରି ମୁଁ ବି ବାହାରିଲେ ଯିବି। ଗୁଡ୍ ନାଇଟ୍, ବାଏ ବାଏ, ଜୟ ଜଗନ୍ନାଥ।